ଭାରତ ଛାଡ଼ ଆନ୍ଦୋଳନର ଦ୍ୱିତୀୟ ଭାଗ ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଯେଉଁ ପିଲାମାନେ ଭାରତ ଛାଡ଼ ଆନ୍ଦୋଳନର ପ୍ରଥମ ଭାଗ ଭିଡ଼ିଓ ଦେଖିନାହାନ୍ତି ସେହି ପିଲାମାନଙ୍କୁ କହିବି ଏହି ୟୁଟ୍ୟୁବ୍ ଚ୍ୟାନେଲର ପ୍ଲେଲିଷ୍ଟରେ ଭାରତ ଛାଡ଼ ଆନ୍ଦୋଳନର ପ୍ରଥମ ଭାଗ ଭିଡ଼ିଓଟି ଅଛି। ସେ ପ୍ରଥମ ଭାଗ ଭିଡ଼ିଓଟିକୁ ପ୍ରଥମେ ଯାଇ ଦେଖିବେ, ତାପରେ ଆଜିର ଏହି ଦ୍ୱିତୀୟ ଭାଗ ଭିଡ଼ିଓଟିକୁ ଦେଖିବେ। ପିଲାମାନେ, ଆଜିର ଏହି ଭିଡ଼ିଓ ଯଦି ତୁମକୁ ଭଲ ଲାଗିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ଏହି ଭିଡ଼ିଓଟିକୁ ତୁମ ସାଙ୍ଗମାନଙ୍କ ସହିତ ସେୟାର ମଧ୍ୟ କରିଦେବ। ତା ସହିତ ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିଦେବ। ପିଲାମାନେ, ତୁମର ବାର୍ଷିକ ପରୀକ୍ଷାରେ ଯଦି ଭାରତ ଛାଡ଼ ଆନ୍ଦୋଳନକୁ ନେଇ 8 ମାର୍କର ପ୍ରଶ୍ନ ଆସେ ତାହେଲେ ପ୍ରଥମେ ତୁମେ ଭାରତ ଛାଡ଼ ଆନ୍ଦୋଳନ ଲେଖିବ। ଭାରତ ଛାଡ଼ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା, କେମିତି ଆରମ୍ଭ ହୋଇଥିଲା, କାହିଁକି ଆରମ୍ଭ ହୋଇଥିଲା, ଏହା ଏକ ଭାରତ ଛାଡ଼ ଆନ୍ଦୋଳନର ଉପକ୍ରମ ହେବ। ତାପରେ ଇଂରେଜମାନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଅଗଷ୍ଟ ଦାନ ବିଷୟରେ ଲେଖିବ। ଭାରତରେ ଆରମ୍ଭ କରାଯାଇଥିବା ବ୍ୟକ୍ତିଗତ ସତ୍ୟାଗ୍ରହ ବିଷୟରେ ଲେଖିବ। କ୍ରିପ୍ସ ମିଶନ ବିଷୟରେ ଲେଖିବ। ଭାରତରେ ଜାତୀୟ କଂଗ୍ରେସର ୱାର୍ଧା ବୈଠକ ବିଷୟରେ ଲେଖିବ। ଭାରତ ଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ କ'ଣ କ'ଣ ଥିଲା ତାରି ବିଷୟରେ ଲେଖିବ। ଭାରତ ଛାଡ଼ ଆନ୍ଦୋଳନର ପ୍ରସାର କେମିତି ହୋଇଥିଲା ସାରା ଭାରତରେ ତାରି ବିଷୟରେ ଲେଖିବ। ଇଂରେଜମାନେ ଭାରତ ଛାଡ଼ ଆନ୍ଦୋଳନକୁ କିପରି ଦମନ କରିଥିଲେ ତାରି ବିଷୟରେ ଲେଖିବ। ତା ସହିତ ଭାରତ ଛାଡ଼ ଆନ୍ଦୋଳନର ପ୍ରଶମନର କାରଣ ଗୁଡ଼ିକ କ'ଣ କ'ଣ ଥିଲା, ଭାରତ ଛାଡ଼ ଆନ୍ଦୋଳନ କାହିଁକି ଭାରତରେ ପ୍ରଶମନ ହୋଇଯାଇଥିଲା ତାର କାରଣ ଗୁଡ଼ିକ ଲେଖିବ ଏବଂ ଶେଷରେ ଭାରତ ଛାଡ଼ ଆନ୍ଦୋଳନର ଫଳାଫଳ ଲେଖି ତୁମର ଉତ୍ତରଟିକୁ ସମ୍ପୂର୍ଣ୍ଣ କରିବ। ଭାରତ ଛାଡ଼ ଆନ୍ଦୋଳନର ପ୍ରଥମ ଭାଗ ଭିଡ଼ିଓରେ ପିଲାମାନେ ଆମେମାନେ ପଢ଼ିଅଛୁ ଭାରତ ଛାଡ଼ ଆନ୍ଦୋଳନ ବିଷୟରେ, ଅଗଷ୍ଟ ଦାନ ଘୋଷଣା ବିଷୟରେ ପଢ଼ିଅଛୁ। ତା ସହିତ ବ୍ୟକ୍ତିଗତ ସତ୍ୟାଗ୍ରହ ବିଷୟରେ ଜାଣିଲେ, ତା ସହିତ କ୍ରିପ୍ସ ମିଶନ ବିଷୟରେ ଜାଣିଲେ, ୱାର୍ଧା କଂଗ୍ରେସ ବୈଠକ ବିଷୟରେ ଜାଣିଲେ। ତା ସହିତ ଭାରତ ଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ କ'ଣ କ'ଣ ଥିଲା ଆମେ ଏହି ପ୍ରଥମ ଭାଗ ଭିଡ଼ିଓରେ ଜାଣି ସାରିଛି। ଯେଉଁ ପିଲାମାନେ ପ୍ରଥମ ଭାଗ ଭିଡ଼ିଓଟି ଦେଖିନାହାନ୍ତି ସେମାନେ ପ୍ଲେଲିଷ୍ଟକୁ ଯାଇକି ପ୍ରଥମ ଭାଗ ଭିଡ଼ିଓଟିକୁ ଦେଖିଦେବେ। ଆଜିର ଏହି ଦ୍ୱିତୀୟ ଭାଗ ଭିଡ଼ିଓରେ ଆମେ ଭାରତ ଛାଡ଼ ଆନ୍ଦୋଳନର ପ୍ରସାର ବିଷୟରେ ଜାଣିବା। ଭାରତ ଛାଡ଼ ଆନ୍ଦୋଳନକୁ କିପରି ଇଂରେଜମାନେ ଦମନ କଲେ ତାରି ବିଷୟରେ ଜାଣିବା। ତା ସହିତ ଭାରତ ଛାଡ଼ ଆନ୍ଦୋଳନ କାହିଁକି ଭାରତରେ ପ୍ରଶମନ ହୋଇଗଲା ତାର କାରଣ ଗୁଡ଼ିକ ତାରି ବିଷୟରେ ଜାଣିବା ଏବଂ ପରିଶେଷରେ ଜାଣିବା ଭାରତ ଛାଡ଼ ଆନ୍ଦୋଳନର ଫଳାଫଳ ଗୁଡ଼ିକ ବିଷୟରେ। ଭାରତ ଛାଡ଼ ଆନ୍ଦୋଳନର ପ୍ରସାର। ଭାରତ ଛାଡ଼ ଆନ୍ଦୋଳନର ପ୍ରସ୍ତାବ ଗୃହୀତ ହୋଇଥିଲା 1942 ମସିହା ଅଗଷ୍ଟ 8 ତାରିଖରେ ଏବଂ 1942 ଅଗଷ୍ଟ 9 ତାରିଖ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସର କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ଇଂରେଜମାନେ ଗିରଫ କରିଥିଲେ। ମହାତ୍ମା ଗାନ୍ଧୀଙ୍କୁ ଇଂରେଜମାନେ ବନ୍ଦୀ କରି ପୁନେର ଆଗା ଖାଁ ପ୍ୟାଲେସଠାରେ ବନ୍ଦୀ କରିକି ରଖିଲେ। ମହାତ୍ମା ଗାନ୍ଧୀଙ୍କୁ ଇଂରେଜମାନେ ବନ୍ଦୀ କରି ପୁନେର ଆଗା ଖାଁ ପ୍ୟାଲେସରେ ବନ୍ଦୀ କରି ରଖିଲେ। ତା ସହିତ ଯେଉଁ ଅନ୍ୟ ନେତୃବୃନ୍ଦ ଥିଲେ ସେମାନଙ୍କୁ ମଧ୍ୟ ବନ୍ଦୀ କରି ବମ୍ବେ ପ୍ରଦେଶର ଅହମ୍ମଦନଗର ଦୁର୍ଗରେ ରଖାଗଲା। କେଉଁମାନଙ୍କୁ ଅହମ୍ମଦନଗର ଦୁର୍ଗରେ ରଖାଯାଇଥିଲା ଦେଖ ପିଲାମାନେ, ଜବାହରଲାଲ ନେହେରୁ, ମୌଲାନା ଅବୁଲ କଲାମ ଆଜାଦ, ଜେ.ବି. କ୍ରିପାଲିନ, ଗୋବିନ୍ଦ ବଲ୍ଲଭ ପନ୍ତ ଏମାନଙ୍କୁ ଇଂରେଜମାନେ ଗିରଫ କରି ବମ୍ବେ ପ୍ରଦେଶର ଅହମ୍ମଦନଗର ଦୁର୍ଗରେ ରଖିଲେ ଏବଂ ମହାତ୍ମା ଗାନ୍ଧୀଙ୍କୁ ଗିରଫ କରି ସେମାନେ ପୁନେର ଆଗା ଖାଁ ପ୍ୟାଲେସରେ ରଖିଲେ। ଭାରତ ଛାଡ଼ ଆନ୍ଦୋଳନ ଚାଲିଥିବା ସମୟରେ ଇଂରେଜମାନେ ଭାରତୀୟ ଜାତୀୟ କଂଗ୍ରେସକୁ ବେଆଇନ ବୋଲି ଘୋଷଣା କଲେ। ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ମଧ୍ୟ ଇଂରେଜମାନେ ଗିରଫ କଲେ ଏବଂ ତାଙ୍କୁ ଗିରଫ କରି ପାଟନାରେ ବନ୍ଦୀ କରି ରଖିଲେ। ଭାରତ ଛାଡ଼ ଆନ୍ଦୋଳନ ଚାଲିଥିବା ସମୟରେ ସମାଜବାଦୀ ଦଳର ନେତାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସମାଜବାଦୀ ଦଳର ନେତାମାନେ କିଏ ଥିଲେ ଦେଖ ପିଲାମାନେ, ଯେଉଁମାନେ କି ଏହି ଭାରତ ଛାଡ଼ ଆନ୍ଦୋଳନ ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଯେମିତିକି ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଅରୁଣା ଅସଫ ଅଲି ଇତ୍ୟାଦି ଏହି ଭାରତ ଛାଡ଼ ଆନ୍ଦୋଳନ ସମୟରେ ସମାଜବାଦୀ ଦଳର ନେତାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭାରତ ଛାଡ଼ ଆନ୍ଦୋଳନର ପ୍ରସାର।
ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା ମହାରାଷ୍ଟ୍ର ରାଜ୍ୟରେ। ମହାରାଷ୍ଟ୍ର ରାଜ୍ୟର ମୁମ୍ବାଇଠାରେ ୱାୟାରଲେସ୍ କେନ୍ଦ୍ର ମାଧ୍ୟମରେ ସାରା ଭାରତରେ ଭାରତ ଛାଡ଼ ଆନ୍ଦୋଳନକୁ ପ୍ରଚାର କରାଯାଇଥିଲା। ଭାରତ ଛାଡ଼ ଆନ୍ଦୋଳନ ଚାଲିଥିବା ସମୟରେ କର୍ଣ୍ଣାଟକ ରାଜ୍ୟରେ ସରକାରୀ ଅଫିସ, ରେଳ ଷ୍ଟେସନ, ଡାକଘର ସମସ୍ତକୁ ଅଚଳ କରିଦେଇଥିଲେ ଆନ୍ଦୋଳନକାରୀମାନେ। କର୍ଣ୍ଣାଟକରେ ଅବସ୍ଥିତ ମହୀଶୂର ଭାରତ ଛାଡ଼ ଆନ୍ଦୋଳନ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲା। ଭାରତ ଛାଡ଼ ଆନ୍ଦୋଳନକାରୀମାନେ ମଧ୍ୟପ୍ରଦେଶର ନାଗପୁରର ସମସ୍ତ ଥାନାଗୁଡ଼ିକୁ ନିୟନ୍ତ୍ରଣାଧୀନ କରିଦେଇଥିଲେ। ଭାରତର ସମସ୍ତ ସ୍ଥାନରେ ଭାରତ ଛାଡ଼ ଆନ୍ଦୋଳନ ଚାଲିଥିବା ସମୟରେ ଭାରତର ବେଙ୍ଗଲ ଏବଂ ବିହାରରେ ମଧ୍ୟ ଏହି ଭାରତ ଛାଡ଼ ଆନ୍ଦୋଳନ ଚାଲୁ ରହିଥିଲା। ସାରା ଭାରତରେ ଭାରତ ଛାଡ଼ ଆନ୍ଦୋଳନ ଚାଲିଥିବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ପିଲାମାନେ, ବିହାରର ପାଟନା ସଚିବାଳୟରେ ଆନ୍ଦୋଳନକାରୀମାନେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଭାରତ ଛାଡ଼ ଆନ୍ଦୋଳନ ଚାଲିଥିବା ସମୟରେ ଆସାମରେ ଇଂରେଜ ସୈନ୍ୟମାନଙ୍କ ପାଇଁ ଯେଉଁ ଖାଦ୍ୟଦ୍ରବ୍ୟ ଥିଲା ପିଲାମାନେ, ଆନ୍ଦୋଳନକାରୀମାନେ ଆସାମରେ ସେହି ଇଂରେଜ ସୈନ୍ୟମାନଙ୍କର ଖାଦ୍ୟଦ୍ରବ୍ୟକୁ ନଷ୍ଟ କରିଦେଇଥିଲେ। ଭାରତ ଛାଡ଼ ଆନ୍ଦୋଳନ ତୀବ୍ରତର ହୋଇଥିଲା ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ, କରାଚି, ସିନ୍ଧୁ ପ୍ରଦେଶରେ। ଏହି ଭାରତ ଛାଡ଼ ଆନ୍ଦୋଳନ ତୀବ୍ରତର ହୋଇଥିଲା ଭାରତର ଦକ୍ଷିଣରେ ମଧ୍ୟ। ସମଗ୍ର ଦେଶରେ ହରତାଳ, ଶୋଭାଯାତ୍ରା, ସଭା ସମିତି ମାଧ୍ୟମରେ ବ୍ରିଟିଶ ସରକାରକୁ ବିରୋଧ କରାଯାଇଥିଲା। ଏହି ଭାରତ ଛାଡ଼ ଆନ୍ଦୋଳନ ସମଗ୍ର ଦେଶକୁ ବ୍ୟାପିଥିଲା ଏବଂ ବ୍ରିଟିଶ ଶାସନକୁ ସମ୍ପୂର୍ଣ୍ଣ ରୂପେ ଅଚଳ କରିଦେଇଥିଲା। ଏଠି ଯେଉଁ ମାନଚିତ୍ରଟି ଦେଖୁଛ ପିଲାମାନେ, ଏହି ମାନଚିତ୍ରଟି ହେଉଛି ଭାରତ ମାନଚିତ୍ର ଏବଂ ଏହି ଭାରତ ମାନଚିତ୍ରରେ ଦର୍ଶାଇ ଦିଆଯାଇଛି ଯେ ଭାରତ ଛାଡ଼ ଆନ୍ଦୋଳନ ଭାରତର କେଉଁ କେଉଁ ସ୍ଥାନରେ ହୋଇଥିଲା। ମହାରାଷ୍ଟ୍ରରେ ହୋଇଥିଲା, କର୍ଣ୍ଣାଟକରେ ହୋଇଥିଲା, ମଧ୍ୟପ୍ରଦେଶରେ ହୋଇଥିଲା, ରାଜସ୍ଥାନରେ ହୋଇଥିଲା, ଦିଲ୍ଲୀରେ ହୋଇଥିଲା, ପଞ୍ଜାବରେ ହୋଇଥିଲା, ବିହାର, ୱେଷ୍ଟବେଙ୍ଗଲ, ତା ସହିତ ତୁମର ଆସାମରେ ମଧ୍ୟ ହୋଇଥିଲା। ଭାରତ ଛାଡ଼ ଆନ୍ଦୋଳନର ଦମନ। ଇଂରେଜମାନେ ଭାରତ ଛାଡ଼ ଆନ୍ଦୋଳନକୁ ଦମନ କରିବା ପାଇଁ ଭାରତୀୟମାନଙ୍କ ଉପରେ ଲାଠି ପ୍ରହାର କରିଥିଲେ। ଆନ୍ଦୋଳନକାରୀମାନଙ୍କୁ ଇଂରେଜମାନେ ଗିରଫ କରି ଜେଲ ଦଣ୍ଡ ଦେଲେ। ଭାରତୀୟ ଜାତୀୟ କଂଗ୍ରେସକୁ ବେଆଇନ ବୋଲି ଘୋଷଣା କଲେ। ଆନ୍ଦୋଳନକାରୀମାନଙ୍କ ଉପରେ କରଭାର ଲଦିଲେ। ଆନ୍ଦୋଳନକାରୀମାନଙ୍କୁ ଗୁଳି ଚଳାଇଲେ। ତା ସହିତ ଭାରତରେ ସଭା ଓ ଶୋଭାଯାତ୍ରାକୁ ବେଆଇନ ବୋଲି ଘୋଷଣା କଲେ। ଭାରତ ଛାଡ଼ ଆନ୍ଦୋଳନକୁ ଦମନ କରିବା ପାଇଁ ଇଂରେଜମାନେ ଅସ୍ତ୍ରଶସ୍ତ୍ରର ମଧ୍ୟ ବ୍ୟବହାର କଲେ ଏବଂ ପରିଶେଷରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ଆନ୍ଦୋଳନ ବନ୍ଦ ହେଲା ବୋଲି ଘୋଷଣା କଲେ। 1942 ମସିହା ସେପ୍ଟେମ୍ବର 10 ତାରିଖ ବ୍ରିଟିଶ ହାଉସ୍ ଅଫ୍ କମନ୍ସରେ। ଏହିପରି ଭାବରେ ଇଂରେଜମାନେ ଭାରତରେ ଭାରତ ଛାଡ଼ ଆନ୍ଦୋଳନକୁ ଦମନ କରିଥିଲେ। ଭାରତ ଛାଡ଼ ଆନ୍ଦୋଳନ ପ୍ରଶମନର କାରଣ। ଭାରତ ଛାଡ଼ ଆନ୍ଦୋଳନ ପ୍ରଶମନର ଅନେକ ଗୁଡ଼ିଏ କାରଣ ଅଛି ପିଲାମାନେ, ଯେମିତିକି ଭାରତ ଛାଡ଼ ଆନ୍ଦୋଳନରେ ନେତୃତ୍ୱର ଅଭାବ ଥିଲା, ତେଣୁକରି ଭାରତ ଛାଡ଼ ଆନ୍ଦୋଳନ ପ୍ରଶମନ ହୋଇଯାଇଥିଲା। ଭାରତ ଛାଡ଼ ଆନ୍ଦୋଳନରେ ସଂଗଠନର ଅଭାବ ଥିଲା। ତା ସହିତ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ସମନ୍ୱୟ ନଥିଲା, ତେଣୁକରି ଭାରତ ଛାଡ଼ ଆନ୍ଦୋଳନ ପ୍ରଶମନ ହୋଇଥିଲା। ତା ସହିତ ଦେଶୀୟ ରାଜା, ଜମିଦାର ଏବଂ ଧନୀ ବ୍ୟବସାୟୀମାନେ ଏହି ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ କରିନଥିଲେ, ତେଣୁକରି ମଧ୍ୟ ଭାରତ ଛାଡ଼ ଆନ୍ଦୋଳନ ପ୍ରଶମନ ହୋଇଥିଲା।
ଭାରତରେ ଭାରତ ଛାଡ଼ ଆନ୍ଦୋଳନ ଚାଲିଥିବା ସମୟରେ ଭାରତରେ ଯେଉଁ ରାଜନୈତିକ ଦଳଗୁଡ଼ିକ ଥିଲେ ସେହି ରାଜନୈତିକ ଦଳଗୁଡ଼ିକ ଭାରତ ଛାଡ଼ ଆନ୍ଦୋଳନର ବିପକ୍ଷରେ ଥିଲେ। ତେଣୁକରି ଭାରତ ଛାଡ଼ ଆନ୍ଦୋଳନ ପ୍ରଶମନ ହୋଇଯାଇଥିଲା। ଭାରତ ଛାଡ଼ ଆନ୍ଦୋଳନ ଭାରତରେ ପ୍ରଶମନ ହେବାର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣଟି ହେଉଛି ପିଲାମାନେ ଇଂରେଜ ସରକାରଙ୍କର ଭାରତ ଛାଡ଼ ଆନ୍ଦୋଳନକୁ ସଶସ୍ତ୍ର ଦମନ, ଯଦ୍ୱାରା ଭାରତ ଛାଡ଼ ଆନ୍ଦୋଳନର ପ୍ରଶମନ ହୋଇଥିଲା। ଏହି ସମସ୍ତ କାରଣ ଗୁଡ଼ିକ ପାଇଁ ଭାରତରେ ଭାରତ ଛାଡ଼ ଆନ୍ଦୋଳନ ପ୍ରଶମନ ହୋଇଥିଲା। ଭାରତ ଛାଡ଼ ଆନ୍ଦୋଳନର ଫଳାଫଳ। ଭାରତ ଛାଡ଼ ଆନ୍ଦୋଳନର ଅନେକ ଗୁଡ଼ିଏ ଫଳାଫଳ ଅଛି ପିଲାମାନେ। ପ୍ରଥମ ଫଳାଫଳଟି ହେଲା ଇଂରେଜମାନେ ଏହି ଭାରତ ଛାଡ଼ ଆନ୍ଦୋଳନକୁ ଦମନ କଲେ। ଆନ୍ଦୋଳନ ଦମନ ହୋଇଥିଲେ ମଧ୍ୟ ଏହି ଭାରତ ଛାଡ଼ ଆନ୍ଦୋଳନର ଫଳାଫଳ ସୁଦୂର ପ୍ରସାର ଲାଭ କରିଥିଲା। ଇଂରେଜ ସରକାର ଭାରତକୁ ଆଉ ଶାସନ କରିହେବ ନାହିଁ ବୋଲି ଜାଣିପାରିଲେ ଏହି ଭାରତ ଛାଡ଼ ଆନ୍ଦୋଳନ ଦ୍ୱାରା। ଇଂରେଜ ସରକାରକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିଲା ଏହି ଭାରତ ଛାଡ଼ ଆନ୍ଦୋଳନ। ଏହି ଭାରତ ଛାଡ଼ ଆନ୍ଦୋଳନ ପୂର୍ଣ୍ଣ ସ୍ୱାଧୀନତା ପାଇଁ ବାଟ ଫିଟାଇ ଦେଇଥିଲା। ଇଂରେଜ ସରକାରକୁ ଭାରତ ଛାଡ଼ିବା ପାଇଁ ଏହି ଭାରତ ଛାଡ଼ ଆନ୍ଦୋଳନ ବାଧ୍ୟ କରିଦେଇଥିଲା। ଭାରତକୁ ସ୍ୱାଧୀନତାର ଚରମ ସ୍ଥାନରେ ପହଞ୍ଚାଇ ଦେଇଥିଲା ଏହି ଭାରତ ଛାଡ଼ ଆନ୍ଦୋଳନ। ଭାରତର ଜାତୀୟତାବାଦକୁ ଆହୁରି ଶକ୍ତିଶାଳୀ କରିଥିଲା ଏହି ଭାରତ ଛାଡ଼ ଆନ୍ଦୋଳନ। ଭାରତର ଅଧିକ ଲୋକ ଏହି ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ଏବଂ ଏହି ସମସ୍ତ ଭାରତ ଛାଡ଼ ଆନ୍ଦୋଳନର ଫଳାଫଳ ଗୁଡ଼ିକ ଥିଲା ପିଲାମାନେ।